ଶ୍ରୀକ୍ଷେତ୍ର ବାରିପଦାରେ ଆଜି ହିଁ ରଥଟଣା ଆରମ୍ଭ ହୋଇଛି। 2 ଦିନ ଧରି ଏଠାରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ ଏବଂ ଆଜି ପାଇଁ ଏଠାରେ ସରିଯାଇଛି ରଥଟଣା ଏବଂ କାଲିକୁ ପୁଣି ଠିକ୍ ଦିନ 2:30 ସମୟରେ ପୁଣି ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହେବ। ଆଜି ଯେଉଁ କାର୍ଯ୍ୟକ୍ରମ ରହିଥିଲା, ଆଜି ପ୍ରଥମେ ବଳଭଦ୍ରଙ୍କର ରଥକୁ ତାଳଧ୍ୱଜ ରଥ ଶ୍ରଦ୍ଧାଳୁମାନେ ଟାଣି ଟାଣି ନେଇ ମାଉସୀମା ମନ୍ଦିର ପହଞ୍ଚିବା ପରେ ଦେବୀ ସୁଭଦ୍ରାଙ୍କ ଭକ୍ତଦଳନ ରଥକୁ କେବଳ ମହିଳା ଭକ୍ତମାନେ ଟାଣି ଟାଣି ଆଣି ଅଧା ବାଟରେ ଅର୍ଥାତ୍ ଟାଉନ୍ ଥାନା ସମ୍ମୁଖରେ ପହଞ୍ଚାଇଛନ୍ତି।